ଇଷ୍ଟ ପୂଜନ ଯଜ୍ଞଦାନ ଯେବେ ଭାବଇ କୃଷ୍ଣ ନାମ, ତାହାଙ୍କ ଫଳ ଏ ଅଟଇ ତା ବିନୁ ନିଷ୍ଫଳ ହୁଅଇ। ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରେ ଘୋର ବନେ। ଅର୍ଥାତ୍ ଇଷ୍ଟଦେବଙ୍କ ପୂଜା, ଯଜ୍ଞ କରିବା ଓ ଦାନ ଦେବା ଏସବୁ କର୍ମ ସେତେବେଳେ ହିଁ ସାର୍ଥକ ହୁଏ ଯେତେବେଳେ ମନରେ କୃଷ୍ଣ ନାମର ସ୍ମରଣ ଥାଏ। କୃଷ୍ଣ ନାମ ହେଉଛି ସମସ୍ତ ଧର୍ମକର୍ମର ସତ୍ୟ ଫଳ। ଯଦି ନାମ ସ୍ମରଣ ନାହିଁ ତେବେ ପୂଜା, ଯଜ୍ଞ ଓ ଦାନ କେବଳ ବାହ୍ୟ କର୍ମ ହୋଇ ନିଷ୍ଫଳ ହୁଏ। ପୁରାତନ କାଳରେ ନିର୍ମଳ ହୃଦୟର ଋଷିମାନେ ଏହି ସତ୍ୟକୁ ବୁଝି ଘୋର ଅରଣ୍ୟରେ କଠୋର ତପସ୍ୟା କରୁଥିଲେ। ଭଗବାନଙ୍କ ନାମ ଓ ଧ୍ୟାନକୁ ଜୀବନର ସର୍ବୋଚ୍ଚ ସାର ଭାବେ ଗ୍ରହଣ କରୁଥିଲେ।